अरे बा आज तो मु बहुत गुड़िए माछ धरिची बजार को गले मोर भल टंका रोजगार हेब। ଆରେ ପୁଅ, ମୁଁ 2 ଦିନ ହେଲାଣି କିଛି ବି ଖାଇନି। ମତେ କିଛି ଖାଇବା ଦେ। ଚାଲି ଚାଲି ଭାରି ଦୁର୍ବଳ ଲାଗିଲାଣି। चिंता करनी बुढ़ी माँ, मु आज बहुत गुड़िए माछ धरिची, एई 2टी माछ नियो खाइब। ବହୁତ ବହୁତ ଧନ୍ୟବାଦ ପୁଅ। ଭଗବାନ ତୋର ମଙ୍ଗଳ କରନ୍ତୁ। ତୁ ଖୁସିରେ ରହ। ଏମିତି କହି ବୁଢ଼ୀ ଚଢ଼େଇ ଚାଲିଗଲା। କାଉ ତା ମାଛ ନେଇ ବଜାରକୁ ଗଲା। ସେ ପ୍ରତିଦିନ ନଦୀରୁ ମାଛ ଧରି ବଜାରରେ ବିକ୍ରି କରୁଥିଲା। ଏମିତି ଗୋଟେ ଦିନ କାଉ ନଦୀ ଭିତରକୁ ମାଛ ଧରିବା ପାଇଁ ଗଲା, କିନ୍ତୁ ସେଦିନ ସେ ଗୋଟେ ବି ମାଛ ପାଇଲାନି। आज तो मु गोटे भी माछ पाइलिनी। एई माछ बिक्री करी मु घर चलाए। एबे मु कौन करिबी? आज कौन मते खाली हाथ रे घर को फेरिबा को पड़िबो? ମନ ଦୁଃଖ କରନି କାଉ, ଆଜି ମୁଁ ତତେ ସାହାଯ୍ୟ କରିବି। किए किए कथा कहिला? आख पाखरे तो केही भी नाहंती। किए कथा कहूच? मो सामना को आस। ମୋ ପାଖରେ ହିଁ ଅଛି। ଏପଟକୁ ଦେଖ କାଉ, ମୁଁ କଦଳୀ ଗଛ କଥା କହୁଛି। अरे गछ, तुमे कथा कहूच? ମୁଁ ଗୋଟେ ଯାଦୁର କଦଳୀ ଗଛ। ମୁଁ ପ୍ରତିଦିନ ତତେ ଦେଖେ ତୁ ନଦୀରୁ ମାଛ ଧରୁ, ତା ସହ ଅନ୍ୟମାନଙ୍କର ଉପକାର ବି କରୁ। ତ ଭଲ ଗୁଣ ପାଇଁ ମୁଁ ଆଜି ତତେ ସାହାଯ୍ୟ କରିବି। କହ, ତୋର କ'ଣ ସମସ୍ୟା? दयालु गछ, मु बहुत अभाव दिन काटुची। मते किछि सुना टंका दियो, जेमिति मोर आउ किछि अभाव रहिबनी। ଆଚ୍ଛା ଠିକ୍ ଅଛି କାଉ, ଏଇ ନେ କିଛି ଟଙ୍କା। ଏଥିରେ ତୁ ତୋର ସବୁ ଅଭାବ ଦୂର କରିପାରିବୁ। ଆଉ ଯଦି କେବେ କିଛି ଦରକାର ହୁଏ ମୋ ପାଖକୁ ଆସିବୁ, ମୁଁ ନିଶ୍ଚୟ ସାହାଯ୍ୟ କରିବି। ठीक अछि दयालु गछ, तुमको अनेक अनेक धन्यवाद। मु एबे जाउची। ତାପରେ କାଉ ସୁନା ଟଙ୍କା ଧରି ଖୁସିରେ ଘରକୁ ଫେରିଲା। ଆଉ ତାର ସ୍ତ୍ରୀକୁ ସବୁ ଘଟଣା କହିଲା। ସବୁ ଶୁଣି କାଉ ସ୍ତ୍ରୀ ବି ଖୁବ୍ ଖୁସି ହେଇଗଲା। ସେମାନେ ସେ ସୁନା ଟଙ୍କା ବିକ୍ରି କରି ଅନେକ ଧନୀ ହେଇଗଲେ। ତାଙ୍କର ଆଉ କିଛି ଅଭାବ ରହିଲାନି। ଏମିତି ଗୋଟେ ଦିନ, ଆରେ ଶୁଣୁଛ, ଆମ ପାଖରେ ଜମା ଥିବା ସବୁ ସୁନା ଟଙ୍କା ତ ସରିଗଲା। ତମେ ପୁଣି ଥରେ ସେ ଗଛ ପାଖକୁ ଯାଇ ସୁନା ଟଙ୍କା ଆଣ। एबे आमर कोउथिरे भी अभाव नाही। मु केमिति पुणी गछ को सुना टंका मागिबी? ତୁମେ ଗଛ ପାଖକୁ ଯାଇ କହିବ ତୁମେ ଗରିବ ଚଢ଼େଇ ମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛ। ଦେଖିବ, ଏକଥା ଶୁଣିଲେ ଗଛ ତମକୁ ପୁଣି ଥରେ ସୁନା ଟଙ୍କା ଦେବ। आमे मिछ कहूचे, जदि ए कथा गछ जानी जाए? ଓହୋ, ସେ ଗଛ ଏକଥା କେମିତି ଜାଣିବ? ସେ କ'ଣ ଆସି ଦେଖିଯିବ ତୁମେ କାହାକୁ ସାହାଯ୍ୟ କରୁଛ କି ନାହିଁ? ମୁଁ ଯାହା କହୁଛି ତୁମେ ସେମିତି କର। ଦେଖିବ, ବସି ବସି ତୁମେ ଅନେକ ଟଙ୍କାର ମାଲିକ ହେଇପାରିବ। अच्छा तेबे ठीक अछि, तू भी मो सांगरे आसे। आमे एबे ही से कदली गछ पाखकु जिबा। ଦୟାଳୁ ଗଛ, ଆମେ ଏକ ସାହାଯ୍ୟ ପାଇଁ ତୁମ ପାଖକୁ ଆସିଛୁ। କ'ଣ ସାହାଯ୍ୟ ଦରକାର ମତେ କୁହ। ଆମ ଜଙ୍ଗଲରେ ଅନେକ ଗରିବ ଚଢ଼େଇ ଅଛନ୍ତି। ଆମ ପାଖରେ ଆଉ ଟଙ୍କା ନାହିଁ ତାଙ୍କୁ ସାହାଯ୍ୟ କରିବା ପାଇଁ। ଯଦି ତୁମେ ଆମକୁ କିଛି ଟଙ୍କା ଦିଅନ୍ତ, ଆମେ ସେ ଗରିବ ଚଢ଼େଇ ମାନଙ୍କୁ ସାହାଯ୍ୟ କରିପାରନ୍ତୁ। ତମେ ମାନେ ବହୁତ ଭଲ କଥା ଚିନ୍ତା କରିଛ। ମୁଁ ଗଛ ହେଇ ସମସ୍ତଙ୍କ ପାଖକୁ ଯାଇପାରିବିନି। ଏଇ କିଛି ସୁନା ଟଙ୍କା ନିଅ, ଆଉ ଯାଅ ଗରିବ ମାନଙ୍କୁ ସାହାଯ୍ୟ କରିବ। ସତରେ ତମେ ମାନେ ବହୁତ ଭଲ। ଅନ୍ୟମାନଙ୍କ ପାଇଁ କେତେ ଚିନ୍ତା କରୁଛ। ତାପରେ 2 କାଉ ସବୁ ସୁନା ଟଙ୍କା ନେଇ ଘରକୁ ଚାଲିଗଲେ। ଏମିତି ସେମାନେ ପ୍ରତିଥର ମିଛ କହି ଗଛ ପାଖରୁ ସୁନା ଟଙ୍କା ଆଣି ଘରେ ଜମା କରି ରଖୁଥିଲେ। ଗୋଟେ ଦିନ ସକାଳେ, କ'ଣ ହେଲା ଚଢ଼େଇ, ଆଜି ସକାଳୁ ସକାଳୁ ମୋ ଘରକୁ ଆସିଲୁ ଯେ? କାଉ ଭଉଣୀ, ମୁଁ ଗୋଟେ କଥା ଜାଣିବାକୁ ଆସିଥିଲି। କିଛି ଦିନ ତଳେ ତୁମେ ବି ମୋ ପରି ଗରିବ ଥିଲ। ହଠାତ୍ କେମିତି ଟଙ୍କା ରୋଜଗାର କଲ ଯେ ଏତେ ଶୀଘ୍ର ଧନୀ ହେଇଗଲ? ମତେ ବି ଟିକେ କୁହ। ତୁମେ ତ ଜାଣ ମୁଁ କେତେ କଷ୍ଟରେ ଘର ଚଳଉଛି। ମୋ ଝିଅକୁ ସ୍କୁଲରେ ପାଠ ପଢ଼େଇ ପାରୁନି। ମୁଁ ଯଦି ଅଧିକ ଟଙ୍କା ରୋଜଗାର କରିପାରନ୍ତି, ମୋ ଝିଅକୁ ଭଲ ସ୍କୁଲରେ ପାଠ ପଢ଼େଇ ପାରନ୍ତି।
ଓ ଏମିତି କଥା ଚଢ଼େଇ। ହଉ ମୁଁ ତତେ ଆମ ଧନୀ ହେବାର ରହସ୍ୟ କହୁଛି ଶୁଣୁ। ମୋ ସ୍ୱାମୀ ମାଛ ଧରିବା ଛାଡ଼ି ଦେଇ ଜଙ୍ଗଲ ଭିତରୁ ଯାଇ କାଠ ଆଣୁଥିଲେ। ବଜାରରେ କାଠର ଚାହିଦା ଅଧିକ, ସେଥିପାଇଁ ତ ଆମେ ଅଳ୍ପ ସମୟରେ ଏତେ ଧନୀ ହେଇପାରିଲୁ। ତୁ ଯଦି ଧନୀ ହେବାକୁ ଚାହୁଁଛୁ ତେବେ ଯା ଜଙ୍ଗଲ ଭିତରୁ କାଠ ଆଣି ବଜାରରେ ବିକ୍ରି କରିବୁ। ତୁମକୁ ଅନେକ ଅନେକ ଧନ୍ୟବାଦ କାଉ ଭଉଣୀ, ଏବେ ମୁଁ ସେମିତି ହିଁ କରିବି। ବକା ଚଢ଼େଇ, ଯା ଯା ଜଙ୍ଗଲକୁ ଯାଇ କାଠ କାଟିବୁ ଆଉ ଧନୀ ହେବାର ସ୍ୱପ୍ନ ଦେଖୁଥିବୁ। କାଉର କଥାକୁ ସତ ଭାବି ଚଢ଼େଇ ପ୍ରତିଦିନ ଜଙ୍ଗଲ ଭିତରୁ କାଠ ଆଣି ବଜାରରେ ବିକ୍ରି କଲା। ଦିନେ ସେ ବହୁ ଥକିଗଲା। ପାଣି ପିଇବା ପାଇଁ ସେ ସେଇ ନଦୀ କୂଳକୁ ଗଲା ଯୋଉ ନଦୀ କୂଳରେ ଯାଦୁର କଦଳୀ ଗଛ ଥିଲା। ଆଜି ଭାରି ଥକା ଲାଗୁଛି, 2 ଦିନ ହେଲାଣି କିଛି ବି ଖାଇନି। ନ ଖାଇ ନ ପିଇ କେତେ କାମ କରିବି। ହେ ଭଗବାନ, ଟିକେ ଦୟା କର, ମୋ କଷ୍ଟ କଣ ତମକୁ ଦେଖା ଯାଉନି? ଚଢ଼େଇର ଏପରି ଦୁଃଖ କଥା ଶୁଣି ଗଛଟି ଚଢ଼େଇକୁ ନିଜ ପାଖକୁ ଡାକିଲା ଆଉ ତା ସହ କଥା ହେଲା। ଆରେ ଚଢ଼େଇ, ତୋ କଥା ଶୁଣି ଲାଗୁଛି ତୁ ଅନେକ କଷ୍ଟରେ ଅଛୁ। ତମ ଜଙ୍ଗଲରେ ରହୁଥିବା କାଉମାନେ ଅନେକ ଧନୀ, ସେମାନେ କଣ ତତେ ସାହାଯ୍ୟ କରିନାହାନ୍ତି? ଧନୀ ପକ୍ଷୀଙ୍କ ବିଷୟରେ ଆଉ କଣ କହିବି, ସେମାନେ ତ ନିଜକୁ ନେଇ ବ୍ୟସ୍ତ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ପାଖରେ ସମୟ କାହିଁ। ସେମାନେ ମତେ କଣ ଏ ଜଙ୍ଗଲରେ କାହାକୁ ବି ସାହାଯ୍ୟ କରନ୍ତିନି। କିନ୍ତୁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ହିଁ ମୁଁ ସେମାନଙ୍କୁ ସୁନା ଟଙ୍କା ଦେଇଥିଲି। ଚଢ଼େଇ, ତୁ ମତେ ସେମାନଙ୍କ ନାଁରେ ମିଛ କହୁନୁ ତ? ଗଛ, ଯୋଉଟା ସତ ମୁଁ ସେ କଥା କହିଲି। ବିଶ୍ୱାସ କରିବ ନ କରିବ ସେଇଟା ତମ ଇଚ୍ଛା। କାଉ ମାନଙ୍କୁ ମୁଁ ବହୁତ ବିଶ୍ୱାସ କରେ, କିନ୍ତୁ ପ୍ରକୃତ ସତ କଥା ମତେ ନିଜେ ହିଁ ଜାଣିବାକୁ ପଡ଼ିବ। ଏମିତି କହି ଗଛ ଧ୍ୟାନ କଲା ଆଉ କାଉ ମାନଙ୍କର ସତ କଥା ଜାଣିପାରିଲା। ସେ ଦୁଷ୍ଟ ମାନଙ୍କ ମନରେ ତାହେଲେ ଏସବୁ ଥିଲା। ଏବେ ଥରେ ସେ ବଦମାସ ଦଳ ଆସନ୍ତୁ, ମୁଁ ସେମାନଙ୍କୁ ଉଚିତ ଶିକ୍ଷା ଦେବି। ଆଚ୍ଛା ଠିକ ଅଛି ଗଛ, ଅନେକ ଡେରି ହେଲାଣି, ମୁଁ ଏବେ ଘରକୁ ଯାଏ। ରହ ଚଢ଼େଇ, ମୁଁ ଜାଣେ ତୁ ସତ କହୁଛୁ, ମୁଁ ତତେ ସାହାଯ୍ୟ କରିବି। ଏଇ କିଛି ସୁନା ଟଙ୍କା ନେ, ଏଥିରେ ତୁ ତୋର ସବୁ କଷ୍ଟ ଦୂର କରିପାରିବୁ। ତାପରେ ଚଢ଼େଇ ଗଛକୁ ଧନ୍ୟବାଦ ଜଣେଇ ସୁନା ଟଙ୍କା ନେଇ ନିଜ ଘରକୁ ଗଲା। ସେ ଯିବା ପରେ ପରେ କାଉମାନେ ଗଛ ପାଖକୁ ଆସି ତାକୁ ସୁନା ଟଙ୍କା ମାଗିଲେ। ଗଛ ରାଗି ଯାଇ ସେମାନଙ୍କୁ 2ଟି ପ୍ରଜାପତି କରିଦେଲା। ଏ କଣ ଗଛ, ତୁମେ ଆମକୁ ପ୍ରଜାପତି କାହିଁକି କଲ? ବଦମାସ ଦଳ, ତମେ ମାନେ କଣ ଭାବିଥିଲ ମତେ ସବୁଦିନ ମିଛ କହିବ ଆଉ ମୁଁ ଜାଣିପାରିବିନି? ଏବେ ତମେ ମାନେ ନିଜ ଭୁଲର ଶାସ୍ତି ପାଇଛ। ଯେବେ ନିଜ ଅହଙ୍କାର ଭୁଲି ଅନ୍ୟର ଉପକାର କରିବ, ସେବେ ନିଜ ଅଭିଶାପରୁ ମୁକ୍ତ ହେଇପାରିବ। ଗଛର ଏପରି କଥା ଶୁଣି କାଉମାନେ କାନ୍ଦି କାନ୍ଦି ନିଜ ଘରକୁ ଫେରିଗଲେ। ଏମିତି ବେଶ କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେଇ ବର୍ଷାରେ ଭିଜି ଭିଜି 2ଟି ଚଢ଼େଇ କାଉ ଘରକୁ ଗଲେ। ମା, ଦେଖ କେତେ ବଡ଼ ଘର, କିନ୍ତୁ ଏଠି କେହି ରହୁନାହାନ୍ତି କାହିଁକି? କିଏ କହିଲା ଏ ଘରେ କେହି ନାହାନ୍ତି? ଏ ଘରେ ଆମେ ରହୁଛୁ, ଏ ଘର ଆମର। ତମେ ମାନେ କିଏ? ଆଗରୁ ତ ତମ ମାନଙ୍କୁ ଆମେ ଏ ଜଙ୍ଗଲରେ ଦେଖିନୁ। ଆମେ ଜାଣିନଥିଲୁ ପ୍ରଜାପତି, ଏ ଘର ତମର। ବାହାରେ ବର୍ଷା ପଡୁଛି, ଘର ଫାଙ୍କା ଦେଖି ଭିତରକୁ ଚାଲି ଆସିଲୁ। ଆମେ ପାଖ ଜଙ୍ଗଲରୁ ଆସିଛୁ। ମୁଁ ଏ ଜଙ୍ଗଲରେ ଫଳ ବିକ୍ରି କରେ। କାଲି ମୋ ଝିଅର ଜନ୍ମଦିନ। ମୋ ଝିଅ ନୂଆ ଜୋତା କିଣିବାକୁ ଚାହୁଁଥିଲା। ଆଜି ଫଳ ବିକ୍ରି ହେଇଥିଲେ ମୁଁ ମୋ ଝିଅ ପାଇଁ ନୂଆ ଜୋତା କିଣିଥାନ୍ତି, କିନ୍ତୁ ଆଜି ମୋର ଗୋଟେ ବି ଫଳ ବିକ୍ରି ହେଲାନି। ଘରକୁ ଫେରିବା ସମୟରେ ବର୍ଷା ବି ଆରମ୍ଭ ହେଇଗଲା। ବର୍ଷା ଛାଡ଼ିବା ଯାଏଁ ଆମକୁ ତୁମ ଘରେ ଆଶ୍ରୟ ଦେଇଥାଅ। ବର୍ଷା ଛାଡ଼ିଗଲେ ଆମେ ଘରକୁ ଚାଲିଯିବୁ। ଠିକ ଅଛି ଚଢ଼େଇ, ତୁ ବର୍ଷା ଛାଡ଼ିବା ଯାଏଁ ଆମ ଘରେ ରହିପାରିବୁ। ଚଢ଼େଇ, ଏ ଫଳ ସବୁ ତୁ ଘରକୁ ଫେରେଇ ନେନି, ଆମେ ସବୁ ଫଳ କିଣି ନେଉଛୁ। ଏଇ ନେ କିଛି ଟଙ୍କା, ଏଥିରେ ତୋ ଝିଅ ପାଇଁ ନୂଆ ଜୋତା କିଣିବୁ। ଆରେ ଏସବୁ ତ ଅନେକ ଟଙ୍କା। ମୁଁ ଫଳ ବିକ୍ରି କରିଥିଲେ ବି ଏତେ ଟଙ୍କା ପାଇନଥାନ୍ତି। ତୁମମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଚଢ଼େଇର କଥା ସରୁ ସରୁ 2 କାଉ ନିଜ ପୂର୍ବ ରୂପ ଫେରି ପାଇଲେ। ଏ କଣ, ଆମେ ନିଜ ପୂର୍ବ ରୂପ ଫେରି ପାଇଲେ? ହଁ, ଏବେ ଆମ ମନରେ ଆଉ ଅହଙ୍କାର ନାହିଁ।
ଅନ୍ୟକୁ ସାହାଯ୍ୟ କରିବା ଫଳରେ ଆମେ ନିଜ ଅଭିଶାପରୁ ମୁକ୍ତ ହେଇପାରିଲେ। ଏସବୁ କ'ଣ ହେଉଛି? ତମେ ମାନେ ପ୍ରଜାପତିରୁ ପକ୍ଷୀ କେମିତି ହେଲ? ଦୁଇ କାଉ ସେ ଚଢ଼େଇକୁ ସବୁ ଘଟଣା କହିଲେ। ଓ ଆଚ୍ଛା, ଏମିତି କଥା। ଏବେ ଆଉ କେବେ ବି ଅହଙ୍କାର କରିବନି, ସମସ୍ତଙ୍କ ସହ ମିଳିମିଶି ରହିବ। ବର୍ଷା ଛାଡ଼ିଗଲାଣି, ମୁଁ ଏବେ ମୋ ଘରକୁ ଯାଉଛି, ତମେ ମାନେ ଖୁସିରେ ରୁହ। ତାପରେ ଚଢ଼େଇ ନିଜ ଝିଅକୁ ଧରି ଘରକୁ ଫେରିଗଲା। କାଉମାନେ ଆଉ କେବେ ବି ଅହଙ୍କାର କଲେ ନାହିଁ, ସମସ୍ତଙ୍କୁ ସାହାଯ୍ୟ କରି ତାଙ୍କ ସହ ମିଳିମିଶି ରହିଲେ। ବୁଢ଼ୀମା, ଏତେ ରାତିରେ ତୁମେ ଗଛ ମୂଳେ ବସିଛ ଯେ, ତୁମେ ଠିକ ଅଛ ତ? ଆରେ ପୁଅ, ମୋ ଘର ପାଖ ଜଙ୍ଗଲରେ, ମୁଁ ସେଠାକୁ ଯାଉଛି। ମୁଁ ବୁଢ଼ୀ ହେଲିଣି, ସେଥିପାଇଁ ବେଶୀ ଦୂରକୁ ଉଡ଼ି ପାରୁନି। ଥକି ଯାଇ ଏଠି ଟିକେ ଆରାମ କରୁଛି। ବୁଢ଼ୀମା, ତୁମେ ମୋ ଅଟୋରେ ବସ, ମୁଁ ତୁମକୁ ନେଇ ତୁମ ଘରେ ପହଞ୍ଚେଇ ଦେବି। ହେଲେ ପୁଅ, ତତେ ଦେବା ପାଇଁ ମୋ ପାଖରେ ଟଙ୍କା ନାହିଁ। ଟଙ୍କା ନଦେଲେ ବି ଚଳିବ ବୁଢ଼ୀମା, ରାତି ଅନେକ ହେଲାଣି, ଏଠି ବେଶୀ ସମୟ ରହିବା ଠିକ ନୁହଁ। ମୋତେ ତୁମ ଘରର ଠିକଣା କୁହ। ଏମିତି ରାଜୁ ସେ ବୁଢ଼ୀ ଚଢ଼େଇକୁ ନେଇ ତା ଘରେ ଛାଡ଼ିଦେଲା। ବୁଢ଼ୀ ଚଢ଼େଇଟି ଖୁସି ହେଇ ରାଜୁକୁ କହିଲା, ସତରେ ପୁଅ, ତୁ ଭାରି ଦୟାଳୁ। ଆଜି ତୁ ସାହାଯ୍ୟ କଲୁ ବୋଲି ମୁଁ ଏତେ ଶୀଘ୍ର ମୋ ଘରକୁ ଫେରି ପାରିଲି। ମୋ ପାଖରେ ସିନା ଟଙ୍କା ନାହିଁ, ହେଲେ 2ଟି କଦଳୀ ଅଛି। ଏଇ ନେ ପୁଅ। ନା ନା ବୁଢ଼ୀମା, ମୋତେ କିଛି ବି ଦେବା ଦରକାର ନାହିଁ। ତୁମକୁ ସୁରକ୍ଷିତ ଘରେ ପହଞ୍ଚେଇ ପାରିଲି, ମୁଁ ସେତିକିରେ ଖୁସି। ଆରେ ପୁଅ, ମନା କରନି, ମୁଁ ଖୁସିରେ ତତେ ହିଁ କଦଳୀ ଦେଉଛି। ଏଇ 2 କଦଳୀ ସାଧାରଣ କଦଳୀ ନୁହଁ, ସମୟ ଆସିଲେ ତୁ ସବୁ ଜାଣିପାରିବୁ। ରାଜୁ ବି ଆଉ କିଛି ନ କହି ସେ 2 କଦଳୀ ନେଇ ନିଜ ଘରକୁ ଚାଲିଗଲା। ରାଜୁ ତା ଘର ପାଇଁ କିଛି ସଉଦା କିଣିଥିଲା। ସେ ତା ସଉଦା ସହ ସେ 2 କଦଳୀକୁ ବି ନେଇ ନିଜ ରୋଷେଇ ଘରେ ରଖିଦେଲା। ହଠାତ୍ ସେ ତା ସ୍ତ୍ରୀର ଚିତ୍କାର ଶୁଣିଲା। ଆରେ ଦେଖ ନା, ଭଗବାନଙ୍କର ଏଇ କେମିତିକା ଲୀଳା। ଏତେ ଦିନ ପରେ ସେ ଆମକୁ ଛୁଆଟିଏ ଦେଲେ। ଆଜି ଆମ ଅଣ୍ଡରୁ ଛୁଆ ବାହାରିଲା, ହେଲେ ସେ କିଛି ବି ଦେଖିପାରୁନି। ତୁ ଆଉ କାନ୍ଦନି, ସେ ଯେମିତି ବି ହେଇଥାଉ, ସେ ଆମରି ଛୁଆ। ଆମେ 2 ଜଣ ମିଶି ତାର ଯତ୍ନ ନେବା। ଭଗବାନ ଦୟା କଲେ ଆମ ଝିଅର ଆଖି ଭଲ ହେଇଯିବ। ଏମିତି କିଛି ଦିନ ବିତିଗଲା। ଛୋଟ ଝିଅ ଗୁଡି ଟିକେ ବଡ଼ ହେଲା। ଦିନେ ରାଜୁର ସାନ ଭାଇ ବିଜୁ ତାଙ୍କ ଘରକୁ ଆସି କହିଲା, ରାଜୁ ଭାଇ, ମତେ ମୋ ଭାଗ ଦରକାର। ବାପା ଯାହା ବି ରଖିଛନ୍ତି ସମାନ ଭାଗ କରି ମତେ ମୋ ଭାଗ ଦେଇଦିଅ। ଆରେ ତୁ ଏତେ ତରତର କାହିଁକି ହଉଛୁ? ତୁ ଆଗ ବାହା ହେଇସାର, ତାପରେ ବାପାଙ୍କ ସମ୍ପତ୍ତିକୁ ସମାନ ଭାଗ କରିନେବା। ନା ନା, ମୁଁ କିଛି ଜାଣିନି, ମୋର ଭାଗ ଦରକାର। ମୁଁ ଯାଉଛି, ଏବେ ହିଁ ଓକିଲକୁ ନେଇ ଆସୁଛି। ମୋ ଭାଇର ଅନ୍ଧ ଛୁଆ ହେଇଛି। ହୁଏତ ପଛରେ ସେ ବାପା ରଖିଥିବା ସବୁ ଜମି ବିକ୍ରି କରି ନିଜ ଛୁଆର ଆଖି ଅପରେସନ କରିପାରେ। ସେମିତି ହେଲେ ତ ମତେ କିଛି ବି ଭାଗ ମିଳିବନି। ନା ନା, ମୁଁ ଆଜି ହିଁ ମୋ ଭାଇଠୁ ସବୁ ଭାଗ ନେଇଯିବି। ଏମିତି ସେ ତା ଭାଇ ପାଖରୁ ତା ଭାଗ ନେଇଗଲା। କିଛି ଦିନ ବିତିଗଲା। ଦିନେ ଏକ ଦୁର୍ଘଟଣାରେ ରାଜୁ ଚଢ଼େଇର ଜୀବନ ଚାଲିଗଲା। ଭାଉଜ, ସର୍ବନାଶ ହେଇଗଲା। ଭାଇର ଓଟ ଏକ ପାହାଡ଼ରେ ବାଜି ତଳକୁ ଖସି ପଡ଼ିଲା। ସେ ଆଉ ଏ ଦୁନିଆରେ ନାହିଁ। ନା, ଏସବୁ ତୁମେ କ'ଣ କହୁଛ? ଏମିତି ହେଇପାରିବନି। ହେ ଭଗବାନ, ଏତେ ବଡ଼ ଦଣ୍ଡ ଆମକୁ କାହିଁକି ଦେଲ? ମୋ ସ୍ୱାମୀଙ୍କ ବିନା ଏବେ ଆମର କ'ଣ ହେବ? ଭାଉଜ, ଭାଉଜ, ତୁମର କ'ଣ ହେଲା? କଥା କୁହ ଭାଉଜ। ମା, ତୋର କ'ଣ ହେଲା? ମା, କିଛି କଥା କହ। ମା, କାକା, ମା କୁଆଡ଼େ ଗଲା? ମା କିଛି ବି କଥା କହୁନି କ'ଣ ପାଇଁ? ଓଟି, ତ ମା ଆଉ ଏ ଦୁନିଆରେ ନାହିଁ। ଭାଇର ମୃତ୍ୟୁ ଖବର ଶୁଣି ସେ ସହି ନ ପାରି ଆମକୁ ଛାଡ଼ି ଚାଲିଗଲେ। ନା ନା ନା, ଏମିତି ହେଇପାରିବନି। ବାପା ମା, ତମେ 2 ଜଣ ମତେ ଏକା କରି ଛାଡ଼ି ଯାଅନି। ଭଗବାନ, ମତେ ମୋ ମା ବାପା ଫେରେଇ ଦିଅ। ଭାଇ ଭାଉଜ 2 ଜଣ ଯାକ ମରିଗଲେ। ସମସ୍ତେ ଏବେ ମତେ ଏ ଅନ୍ଧଛୁଆର ଦାୟିତ୍ୱ ଦେବେ। ନା ନା, ମୁଁ ଏ ଅନ୍ଧଛୁଆର ଦାୟିତ୍ୱ ନେଇପାରିବିନି। ମୁଁ କିଛି ଦିନ ପାଇଁ ଏ ଜଙ୍ଗଲ ଛାଡ଼ି ଚାଲିଯାଏ। ଏ ଛୁଆ ଯେତେବେଳେ ଖାଇବାକୁ ନ ପାଇ ମରିଯିବ, ମୁଁ ସେତେବେଳେ ଏ ଜଙ୍ଗଲକୁ ଫେରି ଆସିବି।
ଆଉ କେହି ବି ରହିବେନି। ବାପାଙ୍କର ସବୁ ସମ୍ପତ୍ତିର ମାଲିକ ମୁଁ ଏକା ହେବି। ଏମିତି ଚିନ୍ତା କରି ସେ କିଛି ଦିନ ପାଇଁ ଜଙ୍ଗଲ ଛାଡ଼ି ଚାଲିଗଲା। ଛୋଟ ଅନ୍ଧ ଝିଅ ଗୁଡି ପୁରାପୁରି ଏକା ହେଇଗଲା। କିଛି ଦିନ ତ ପାଖ ପଡ଼ୋଶୀ ମାନେ ତା ଉପରେ ଦୟା କରି ତାକୁ କିଛି ଖାଇବା ଦେଲେ। ଧୀରେ ଧୀରେ ସେମାନେ ତାକୁ ଆଉ କିଛି ବି ଦେଲେ ନାହିଁ। ଗୁଡି ଭୋକରେ କାନ୍ଦିଲା। ଦିନେ ସେ ଖାଇବା ଆଶାରେ ତାଙ୍କ ରୋଷେଇ ଘରକୁ ଗଲା। ହଠାତ୍ ଏକ ଗଛ ସହ ବାଜି ସେ ତଳେ ପଡ଼ିଗଲା। ଏଗୁଡ଼ା କ'ଣ ଆମ ଘରେ ବାହାରିଛି? ଏଇଟା ତ ଗୋଟେ ଗଛ ପରି ଲାଗୁଛି। ଏଠି କିଛି ଫଳ ବି ଅଛି। ଭାରି ଭୋକ ଲାଗିଲାଣି, ମୁଁ କିଛି ଖାଇନିଏ। ଏମିତି କହି ଗୁଡି ଏକ କଦଳୀ ତୋଳି ଆଣି ଖାଇଲା। ହଠାତ୍ ଏକ ଚମତ୍କାର ଘଟଣା ଘଟିଲା। ସେ ସବୁ କିଛି ଦେଖିପାରିଲା। ଏ କ'ଣ? ମୁଁ ତ ସବୁ କିଛି ଦେଖିପାରୁଛି, ହେଲେ ଏସବୁ କେମିତି ହେଲା? ଏ କେମିତିକା ଫଳ ଯାହା ଖାଇକି ମୁଁ ସବୁ କିଛି ଦେଖିପାରୁଛି? ଗୁଡି, ଆମେ ହେଉଛୁ ଦୁଇ ଯାଦୁର କଦଳୀ ଗଛ। ତ ବାପାଙ୍କ ଭଲ କାମ ପାଇଁ ଜଣେ ବୁଢ଼ୀ ମା ତାଙ୍କୁ ଯାଦୁର ଦୁଇ କଦଳୀ ଦେଇଥିଲେ। ଆମେ ଦୁଇ କଦଳୀ ଗଛ ସେଇ ଯାଦୁର କଦଳୀରୁ ବାହାରିଛୁ। ତ ବାପା ମାଙ୍କ ଭଲ କର୍ମ ପାଇଁ ଆଜି ତୁ ସବୁ କିଛି ଦେଖିପାରିଲୁ। ତୁ ଭୟ କରନି, ଆମେ ତତେ ସବୁ ବିପଦରୁ ରକ୍ଷା କରିବୁ। ଆଉ ହଁ, ଆମ କଦଳୀ କେବେ ବି ସରିବନି। ତୁ ଚାହିଁଲେ ଆମ କଦଳୀ ନେଇ ବଜାରରେ ବିକ୍ରି କରି ସେଥିରେ ଚଳିପାରିବୁ। ବାପା, ମା ଦେଖ, ଆଜି ମୁଁ ସବୁ କିଛି ଦେଖିପାରୁଛି। ଆଜି ଯଦି ତମେ ମାନେ ବଞ୍ଚିଥାନ୍ତ, ମତେ ଦେଖି ବହୁତ ଖୁସି ହେଇଥାନ୍ତ। ଏମିତି ଗୁଡି ସେ କଦଳୀ ବିକ୍ରି କରି ଅନେକ ଟଙ୍କା ପାଇଲା। ସେ ସ୍କୁଲରେ ବି ପାଠ ପଢିଲା। ଗୁଡିର ଦିନ ଭଲରେ ବିତୁଥିଲା। ଦିନେ ତାର କାକା ତାଙ୍କ ଜଙ୍ଗଲକୁ ଫେରି ଆସିଲା। ସେ ଗୁଡି ବିଷୟରେ ସବୁ ଜାଣି ଖୁବ୍ ରାଗିଗଲା। ଆରେ, ମୁଁ ତ ଭାବିଥିଲି ଏ ଅନ୍ଧ ଛୁଆ ଖାଇବାକୁ ନ ପାଇ ମରିଯିବ, ହେଲେ ସେ ତ ପୁରାପୁରି ସୁସ୍ଥ ହେଇଗଲା। ମୁଁ ଆଜି ତା ଘରକୁ ଯିବି, ଆଉ ଦେଖିବି ଘଟଣା କ'ଣ। ଆରେ ଏ କ'ଣ? ରୋଷେଇ ଘରେ କଦଳୀ ଗଛ? ଏ ଗୁଡି ତାହେଲେ ଏଇ କଦଳୀ ବିକ୍ରି କରି ଏତେ ଟଙ୍କା ପାଉଛି। ମୁଁ ଆଜି ହିଁ ଏ ଦୁଇ କଦଳୀ ଗଛକୁ କାଟିଦେବି, ତାପରେ ଦେଖିବି ଗୁଡି କେମିତି ଚଳିବ। ଏଇ ଦୁଷ୍ଟ ଚଢ଼େଇ, ଆମ ଦେହରେ ହାତ ବି ଦେବୁନି। ଆମେ ସାଧାରଣ କଦଳୀ ଗଛ ନୁହଁ, ତୁ ଏଠୁ ଚାଲିଯା। ଆରେ ଏ କ'ଣ? କଥା କୁହା କଦଳୀ ଗଛ? ଏବେ ତ ମୁଁ ତମମାନଙ୍କୁ ଜମା ବି ଛାଡ଼ିବିନି। ମୁଁ ତମମାନଙ୍କୁ ବଜାରରେ ବିକ୍ରି କରି ଅନେକ ଟଙ୍କା ପାଇବି। ଆମେ ତତେ ଆଉ ଥରେ କହୁଛୁ, ତୁ ଭଲରେ ଏଠୁ ଚାଲିଯା, ନହେଲେ ଆମେ ତତେ କଠିନ ଶାସ୍ତି ଦେବୁ। ସାମାନ୍ୟ ଦୁଇଟା କଦଳୀ ଗଛ ହେଇ ମତେ ଡରଉଛ? ମୁଁ ଚାହିଁଲେ ଏବେ ତମମାନଙ୍କୁ କାଟିଦେବି, ତମେ ମାନେ ମୋର କିଛି ବି କରିପାରିବନି। ଦୁଇ କଦଳୀ ଗଛ ରାଗି ଯାଇ ତାକୁ ଅନ୍ଧ କରିଦେଲେ। ଏ କ'ଣ? ମୋର କ'ଣ ହେଲା? ମୁଁ କିଛି ବି ଦେଖିପାରୁନି କାହିଁକି? କାକା, ତୁମେ କେତେବେଳେ ଆସିଲ? ତୁମେ ଏମିତି କାନ୍ଦୁଛ କ'ଣ ପାଇଁ? ଗୁଡି, ମତେ କ୍ଷମା କରିଦେ। ମୁଁ ତୋର କ୍ଷତି କରିବାକୁ ଚାହୁଁଥିଲି, ହେଲେ ମୋର ହିଁ କ୍ଷତି ହେଇଗଲା। ସେ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଏମିତି ଯେତେବେଳେ ବି ଗୁଡି କିଛି ବିପଦରେ ପଡୁଥିଲା, ଦୁଇ କଦଳୀ ଗଛ ତାର ରକ୍ଷା କରୁଥିଲେ।